यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जगन्नाथ आज छुआ मालिका पर आलोचना करवा। आज आलोचना करवा कलागिरी। कौन कलागिरी? एटा छंदी बांधी की कहया कथा नुह। महापुरुष कलागिरी संबंध में अनेक स्थान को निरूपण करते बुझे एवं छतिया गोटे जगह अच्छी संपूर्ण छतिया नुह छतिया गोटे जगह अच्छी सी कलागिरी बुझीपार अनेक जगह को लिखिं सत किंतु परिप्रकाश भितर गोटे कलागिरी गुप्त होइछि आ गोटे कलागिरी परिप्रकाश। परिप्रकाश कौन तुम सबू जाक शास्त्र को जब आलोचना कर तर्जमा कर गोटे अर्थ बाहर कला पंच सखांर एक ही मत यह जानती ज्ञानी पंडित। अमरावती कटक एरिया भितर बा बसुकल्प रजाक नर पाखापाखि यथा सुतरां छतियावट छतियावटर सन्निकटରେ गोटे स्थान रही से स्थान को मध्य कलागिरी रूप में कौन कराई नामित करा गोटे कलागिरी कौटी ना गिरी गोप्य हो माटी प्राय हो घ घ शब्द शबुत रही आ गोटे कलागिरी गुप्त हो जाइथियो माटी प्राय हो जाइथियो बा समतल रे परिणत होइथियो किंतु सेठी पहाड़टा थी जितेबाला महाप्रभुଙ୍କର परिप्रकाश हेबो बा आविर्भूत हेबे अंशकला अवतार प्रभु तले आसबे गुरु रूप में आसबे जगत को शिक्षा प्रदान करेइबे ताकू कहीं जानीपारे ना से साधारण व्यक्ति विशेष आसुवे आम मान संग मिशुवे कि आम भी जानीपर ना कहीं जानीपारे ना ये जो साकार देहरे निराकार सत्ता कौन परिप्रकाश हेब भीम बोली लिखी अनादि हो रजा लिखिं अच्युत नहीं बलदेव हे रजा ना किंतु एठी गरुड़ कल्परे गरुड़ को स्वयं नारायण कौन कर खोलिकी भीम बोई जो कहले अनादि गुरु से अनादि कौटी लीला खेला करेंगे बोली बुझी ना गरुड़ कल्पर अच्युत जो शास्त्र अच्छी गरुड़ कल्प कौन कर खोलिकी कलागिरी अनेक जगह अच्छी महापुरुष कहते तुम कही जाजनगर अनेक जगह लिखिं महापुरुष उन्नत जो शिवकल्प शास्त्र देखिए से ठारी दी कहले उत्कल देश में जातनगर भूमि अटई गुपत ठाव नित्य भक्त मान दिन गणुवे महारखंड प्रिय ध्रुव सब जगह लिखिं अमुक जगह समुक जगह जातनगर भाई लिखिदे गले लास्ट को कहले उत्कल देश में जातनगर भूमि अटई गुपत ठाव उत्कल बंग बिहार ओडिशा मिसी कौन हो उत्कल ना कहले उत्कल देश में जाजनगर भूमि अटई गुप्त ठाव कहले उत्कल कौन जाजनगर फेर गुप्त ये जानती ना नित्य भक्त मान दिन गणुवे मारकंड प्रिय ध्रुव
ମାରକଣ୍ଡଙ୍କ ସହିତ ନିତ୍ୟ ଭକ୍ତ ମାନେ ସିଏ ମଧ୍ୟ ଜାଣିପାରିବେନି, ସିଏ ବସିକି ଦିନ ଗଣୁଥିବେ କୋଉଟା ପ୍ରକୃତରେ କ'ଣ ଯାଜନଗ। ସେମିତି ଆଉ ଆମେ ଯେତେ ଗୁଡ଼ିଏ ଅଙ୍କ ହିସାବ କହୁଛୁ ସେ ହେଉଛି ଠାକୁରଙ୍କ ଅଙ୍କ। ଠାକୁରଙ୍କ ଅଙ୍କକୁ ତମେ ଯଦି ଧରିପାରିବ, କଳି କଲ୍ୟା ଭିତା ମିଶେଇ ହେବ, ସନ ଅଙ୍କକୁ ମିଶେଇ ହେବ, ବୁଝି ହେଉଛି ନା? ତମେ ସବୁ ଅଙ୍କକୁ ମିଶେଇ ଦେଇ ପଳେଇବ। ଠାକୁରଙ୍କ ଅଙ୍କକୁ ତମେ ମାରକଣ୍ଡ ଅଙ୍କକୁ ମିଶେଇ ଦେଇପାରିବ, କିନ୍ତୁ ଠାକୁରଙ୍କ ଅଙ୍କକୁ ତମେ ଯଦି ନ ଜାଣିପାରିବ କ'ଣ ଯେଉଁ ମତିଭ୍ରମ ହେଇଯିବ। ବୁଝିପାରିଲ ନା ବୁଝିପାରିଲ? ବର୍ତ୍ତମାନ ଏଡ଼ିକି ଏଡ଼ିକି ଛୁଆ ମଧ୍ୟ କହିଲେଣି ଠାକୁର, ବୁଢ଼ା ଗୁଡ଼ାକ ବି କହିଲେଣି ଆମେ ଠାକୁର, କାହାକୁ କହିଲେଣି 60 ବର୍ଷ ଲୋକ ବି କହିଲାଣି ଆମକୁ ଠାକୁର। ଆଉ ତ ଠାକୁର କହୁନାହାନ୍ତି, ସ୍ୱୟଂ ଅବତାରୀ ପୁରୁଷ। ନା ନାଇଁ, ଠାକୁର କହିଲେ କିଛି ଇଏ ନାହିଁ, ସମସ୍ତ ଦେହରେ ପ୍ରଭୁ ଅଛନ୍ତି, ତାଙ୍କ ଶରଣ। ତେଣୁ କୋଉ କଳାଗିରିରେ ଅନାଦି ପୁରୁଷଙ୍କର ଲୀଳା ହେଉଥିବ, ଆଜି ତାରି ଉପରେ କ'ଣ କରିବା, ଆଲୋଚନା କରିବା। କହିଲେ ବିଷ୍ଣୁ ବୃକ୍ଷକୁ ଆଶ୍ରାମର ବିଜୟ ଅନାଦି ଠାକୁର, ଭୂପତ ଲୀଳାର ବିଚାର କଳାଗିରି ଯେ ପ୍ରାଚୀ କୂଳ ବୋଲାଣ ଦେଖବା। ବିଷ୍ଣୁ ବୃକ୍ଷ, ବିଷ୍ଣୁ ବୃକ୍ଷ ହେଉଛି କିଏ? ସେ ଅଶ୍ୱସ୍ଥ ଗଛକୁ ବିଷ୍ଣୁ ବୃକ୍ଷ କୁହନ୍ତି। ବର ଓସ୍ତ ନା ବିଭାଗର ହୁଏ। ବର ହେଉଛି କନ୍ୟା ବୃକ୍ଷ, ଓସ୍ତ ଗଛ ହେଉଛି କ'ଣ? ପୁରୁଷ ବୃକ୍ଷ। ତେଣୁ ବିଷ୍ଣୁ ବୃକ୍ଷକୁ ଅଶ୍ୱସ୍ଥକୁ ବିଷ୍ଣୁ ବୃକ୍ଷ ବୋଲି କୁହାଯାଏ। ଗୀତାରେ ମଧ୍ୟ ତମେ ଦେଖିବ ଲେଖା ଅଛି। ପୁଣି ମଧ୍ୟ ମହାପୁରୁଷ କହନ୍ତି, ବୃକ୍ଷଙ୍କ ମଧ୍ୟ ଅଶ୍ୱସ୍ଥ, ହସ୍ତୀଙ୍କ ମଧ୍ୟ ଐରାବତ, ମତ୍ସ୍ୟଙ୍କ ମଧ୍ୟରେ ମକର, ମାସେ ମୁଁ ଅଟେ ମାର୍ଗଶିର। ନା ନାଇଁ, ଅଶ୍ୱସ୍ଥ ଗଛ ହେଉଛନ୍ତି ଯିଏ, ବିଷ୍ଣୁ ବୃକ୍ଷ ହେଉଛି ସିଏ। ଏବଂ ସେଠି ଶରୀରରେ ରହିଲେ କିଏ? ସେ ଲକ୍ଷ୍ମୀ ରହିଲେ ନାରାୟଣଙ୍କ ପାଖରେ। ଏଠି ଅଶ୍ୱସ୍ଥ ଗଛରେ ରହିଲେ କିଏ? ସେ ହତଲକ୍ଷ୍ମୀ। ଲକ୍ଷ୍ମୀ ହତଲକ୍ଷ୍ମୀ ଦି ଭଉଣୀ। ତେଣୁ ବିଷ୍ଣୁ ବୃକ୍ଷକୁ ଆଶ୍ରାମର ବିଜୟ ଅନାଦି ଠାକୁର। ହେ ଗରୁଡ଼, ମୋର ଅଶ୍ୱସ୍ଥ ଗଛକୁ କ'ଣ ଅଛି? ଆଶ୍ରା ଅଛି। କାରଣ ସେଠି ଅନାଦି ଗୁରୁ କ'ଣ ହେବେ? ବିଜୟ ଅନାଦି ଠାକୁର। ସେଠି ପ୍ରଭୁ ସ୍ୱୟଂ ଶୂନ୍ୟବାସୀ ବା ନିରାକାର ପୁରୁଷ, ସେ ବୃକ୍ଷରେ କ'ଣ ହେଇଥିବେ? ଆଶ୍ରୟ ନେଇଥିବେ। ତାହେଲେ ସେ ବୃକ୍ଷ କୋଉଠି? ନା ଗୁପତ ଲୀଳାର ବିଚାର କଳାଗିରି ଯେ ପ୍ରାଚୀ କୂଳ। ପ୍ରାଚୀ କୂଳରେ କେଉଁଠି ଗୋଟେ କଳାଗିରି ରୂପରେ କ'ଣ ଗୋଟେ ସ୍ଥାନ ନିରୂପଣ ଥିବ। ସେଠି କ'ଣ ହବ? ଅନାଦି ପୁରୁଷଙ୍କର ସେ ବୃକ୍ଷ ଦେହରେ ଲୀଳା ହେଉଥିବ, ତ କେହି ଜାଣିପାରିବେ ନାହିଁ। ଗୁପ୍ତ ଲୀଳାର ବିଚାର। ଆଉ ସଦା ସର୍ବଦା ମୁଁ କହୁଛି, ମନେ ରଖିଥ, ଗୁପ୍ତ ଲୀଳା ହିଁ ସଦା ସର୍ବଦା ଗୁପ୍ତ। ବୁଝିହେଉଛି ନା? ତମେ ଯେତେ ଚେଷ୍ଟା କର ପରିପ୍ରକାଶ ହେଇପାରିବ ନାହିଁ। ଆଉ 56 କୋରକୁ ତା ମନକୁ ପରିପ୍ରକାଶ ହେଇଯିବ, ତାକୁ କେହି ପରିପ୍ରକାଶ କରିବାର ଦରକାର ନାହିଁ। ହେଲା? କାରଣ ଦଶମ ପଟର ଶାସ୍ତ୍ରରେ ମହାପୁରୁଷ କହିଛନ୍ତି, ନିଜେ କ'ଣ ହେଇଛି? ଠାକୁର କ'ଣ କରୁଥିବେ? ମାନେ ବୃଦ୍ଧ ବାଳକ, ବୟସ୍କ ଲୋକ ବାଳକ ରୂପରେ ହେଇଥିବେ, ସେ ଖେଳୁଥିବେ। ହାତୀ ତାଙ୍କ ମୁଣ୍ଡରେ କ'ଣ ହବ? ସୁନା କଳସ ଢାଳିବ, ସିଏ ସେଇଠୁ ରଜା ହେବେ। ସେତେବେଳକୁ ତାଙ୍କ ନାଁ ହେଇଯିବ କ'ଣ? ବାଳ ମୁକୁନ୍ଦ। ଆଉ ଛତିଆ ବଟରେ ଯେଉଁ କଳାଗିରି, ସେଠି ଠାକୁର ମହାପୁରୁଷ ନିଜେ କହିଛନ୍ତି, ଠାକୁର ସେଠି ଲୁକାୟିତ ହେଇକି ଲୀଳାଖେଳା ପରିପ୍ରକାଶ କରିବେ। ହେଲା? ଆଉ ଯେତେ କହୁଛନ୍ତି ମହାପୁରୁଷ, ଯେତେ ସବୁ ଛନ୍ଦି ବାନ୍ଧି କହୁଛନ୍ତି କଳାଗିରି ଠାକୁର ଅମକ ସମକ, କିନ୍ତୁ ଠାକୁରଙ୍କୁ ବାସ୍ତବ ମତରେ ବର୍ତ୍ତମାନ ଚାଲିଥିବ କେତେ ଅଙ୍କ? 51 ଅଙ୍କ ଚାଲିଥିବ। ଆଉ ଯିଏ ଯେତେ କହିଲେ ମଧ୍ୟ କାହା କଥାକୁ ବିଶ୍ୱାସ ଯିବନି। କାହା ଅଙ୍କ ସହିତ ମହାପୁରୁଷଙ୍କ ଲେଖା ମିଶିବ ନାହିଁ। ବର୍ତ୍ତମାନ 51 ଅଙ୍କ ଚାଲିଛି।
ଗୋଟା ଲୋକ ଯଦି 55 ହେଇଥିବ ତାହେଲେ ତାର ଅଙ୍କ ହିସାବରେ ତିଥିବାର ନକ୍ଷତ୍ର ପଡ଼ିବ ନାହିଁ। ତେଣୁ ମହାପ୍ରଭୁ ଯେଉଁଠି ଗୁରୁ ରୂପରେ ଆସିବେ ବା ସିଦ୍ଧ ଅଙ୍ଗରେ ବିହାର କରିବେ ତାଙ୍କୁ ବର୍ତ୍ତମାନ ହେଇଥିବ କେତେ ବର୍ଷ? 51 ବର୍ଷ ଚାଲିବ ହେଲା। ସିଏ ମଧ୍ୟ ଅନନ୍ତ ମାଧବ ରୂପରେ କ'ଣ ହେବେ? ଲୀଳା ଖେଳା କରୁଥିବେ ବା ଗୁରୁ ରୂପରେ ଥିବେ, ତାକୁ କେହି ଜାଣିପାରିବେ ନାହିଁ। ବୁଝିପାରିଲେ ନା ବୁଝିପାରିଲେ? ତେଣୁ ଭୀମ ଭାଇ ଯେଉଁ କହିଲେ ଅନାଦି ହୋଇବ ରଜା ଠିକ୍। ଅଚ୍ୟୁତ ଯେଉଁ କହିଛନ୍ତି ବିଷ୍ଣୁ ବୃକ୍ଷରେ କ'ଣ ହେବେ? ଅନାଦିକ ଲୀଳା ହେବ ଠିକ୍। ଗୋଟିଏ ମତ। ତାହେଲେ ସେ ଅନାଦି କିଏ? ସେ ବଳଦେବ କିଏ? ପୂର୍ବ ଏପିସୋଡ଼ରେ ଆଲୋଚନା କରିବା। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି।